ଆପଣ ନା ଭଗବାନଙ୍କୁ ବହୁତ ଜିନିଷ ମାଗୁଛନ୍ତି, ଡେଲି ଡେଲି ମାଗୁଛନ୍ତି, ଯେତେବେଳେ ମନ୍ଦିର ଯାଉଛନ୍ତି ସେତେବେଳେ ମାଗୁଛନ୍ତି। କିନ୍ତୁ ଆଜି ମୁଁ ଗୋଟେ ଜିନିଷ ଆପଣଙ୍କୁ ଅଲଗା କଥା କହିବି। କ'ଣ ନା, ଭଗବାନଙ୍କୁ ଆପଣ କ'ଣ ଗୋଟେ ସ୍ପେସିଫିକ୍ ଜିନିଷ ମାଗିବା ବନ୍ଦ କରିଦିଅନ୍ତୁ। ଆଜିଠୁ ବନ୍ଦ କରିଦିଅନ୍ତୁ ଯେ ଭଗବାନ ମୋତେ ଏଇଟା ଦିଅ, ଭଗବାନ ମୋତେ ସେଇଟା ଦିଅ, ଭଗବାନ ମୋତେ ଏଇଆ ଦରକାର, ଏସବୁ କହିବା ବନ୍ଦ କରିଦିଅନ୍ତୁ। ଗୋଟେ ଜିନିଷ କୁହନ୍ତୁ, କ'ଣ? ଭଗବାନ ମୋ ପାଇଁ ଯେଉଁଟା ବେଷ୍ଟ, ଯେଉଁଟା ମୋ ପାଇଁ ବେଷ୍ଟ ଆପଣ ସେଇଟା ଦିଅନ୍ତୁ। ମୋ ପାଇଁ ଯେଉଁଟା ସର୍ବଶ୍ରେଷ୍ଠ ଆପଣ ସେଇଟା ଦିଅନ୍ତୁ। ମୁଁ ଜାଣିନି କ'ଣ ମୋ ପାଇଁ ସର୍ବଶ୍ରେଷ୍ଠ, ମୋତେ ଜଣା ନାହିଁ। ଆପଣ ଯେଉଁଟା ଭାବୁଛନ୍ତି ମୋ ପାଇଁ ସର୍ବଶ୍ରେଷ୍ଠ ସେଇଟା ଦିଅନ୍ତୁ। କେମିତି? ଆ ପଛରେ ଗୋଟେ ବହୁତ ସୁନ୍ଦର କାହାଣୀ ଅଛି। ଗୋଟେ ଛୋଟ ପିଲା, ଗୋଟେ ଗାଁରେ ଗୋଟେ ଛୋଟ ପିଲା ରହୁଥିଲା, ଛୋଟ ଝିଅଟିଏ। ସେ ଦିନେ ଖେଳୁ ଖେଳୁ କ'ଣ ହେଲା, ଗୋଟେ ଟଙ୍କାଟେ ପାଇଲା, ଗୋଟେ 1 ଟଙ୍କିକିଆ କଏନ୍ଟେ। ଦୌଡ଼ି ଯାଇକି ଗଲା ଗୋଟେ ପାଖର ଗାଁ ଦୋକାନ, ଗାଁ ମୁଣ୍ଡରେ ଗୋଟେ ଦୋକାନ ଥିଲା ଯେଉଁଠି ସବୁ ମିଠାଇ, ଏ ଯେଉଁ ମିଠାଇ ଚକୋଲେଟ୍, ଯେଉଁ ଛୋଟ 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 ଚକୋଲେଟ୍ ଥାଏ, କମଳା ଚକୋଲେଟ୍, ବିଭିନ୍ନ ପ୍ରକାର ଚକୋଲେଟ୍ ଆଗରୁ ଆପଣ ଜାଣିଥିବେ ମିଳୁଥିବେ, ଜାର୍ରେ ସବୁ ଥାଏ। ସବୁ ବହୁତ ପ୍ରକାର ମିଠେଇ ଚକୋଲେଟ୍ ଭରିକି ଦେଇଥିଲା। ସେ ଦୋକାନୀକୁ ସେ ଟଙ୍କାଟେ ଦେଇକି କହିଲା, ଅଙ୍କଲ୍ ମୋତେ ଏଥିରୁ କିଛି ମିଠାଇ ଚକୋଲେଟ୍ ଦିଅନ୍ତୁ। ତ ଅଙ୍କଲ୍ ଜଣେ କହିଲେ, ଆଚ୍ଛା ମା, ତୁ ଗୋଟେ କାମ କର, ସେ ଟଙ୍କାଟା ସେଇଠି ଥୋଇଦେ, ଆଉ ଯେଉଁ ଚକୋଲେଟ୍ଟା ତୋତେ ଭଲ ଲାଗୁଛି, ଯେଉଁ ଜାର୍ଟା ତୋତେ ଭଲ ଲାଗୁଛି, ସେଇଠୁ ହାତ ପୁରେଇକି ଯେତିକି ଇଚ୍ଛା ତୋର ନେଇଯା। ତ ସେଇ ଛୋଟ ଝିଅଟି କ'ଣ କଲା, ଗୋଟେ ଇସାରା ଦେଲା ଗୋଟେ ଚକୋଲେଟ୍ ଜାର୍କୁ, କହିଲା, ଅଙ୍କଲ୍ ମୋତେ ଏଇ ଚକୋଲେଟ୍ ଜାର୍ରୁ ମୋତେ ଦିଅନ୍ତୁ। ସେ କହିଲା, ହଁ ଠିକ୍ ଅଛି, ତୁ ଖୋଲିକି ନିଜେ ନେଇଯା। ସେ କହିଲା, ନାଇଁ ନାଇଁ ଅଙ୍କଲ୍, ପ୍ଲିଜ୍ ପ୍ଲିଜ୍ ଆପଣ ଦିଅନ୍ତୁ ନା। ତ ସେଠୁ କ'ଣ କହିଲେ, ହେଲେ ହଉ ଠିକ୍ ଅଛି। ଖୋଲିକି ସେ ଅଙ୍କଲ୍ ଜଣକ ଜାର୍ ଖୋଲିକି କିଛି ମିଠେଇ ଚକୋଲେଟ୍ ବାହାର କରି ତା ହାତକୁ ଦେଲେ। ତ ଅଙ୍କଲ୍ ଦେଲାବେଳେ କହିଲେ, ଆରେ ମା, ତୁ ତ ଏଇଟା ନିଜେ ବି ନେଇପାରିଥାନ୍ତୁ, ମୋତେ କହିବା କ'ଣ ଦରକାର ଥିଲା। ତ ଛୋଟ ଝିଅଟି ବହୁତ ଚପଳତାର ସହିତ କହିଲା ଯେ, ଅଙ୍କଲ୍ ମୋ ହାତ ତ ଏଡ଼ିକିଟେ, ଛୋଟ ହାତଟେ, ମୁଁ ଯଦି ହାତ ଭରିକି ନେଇଥାନ୍ତି କେତେଟା ଆସିଥାନ୍ତା, ହେଇକା 5ଟାରୁ 6ଟା, କିନ୍ତୁ ଆପଣଙ୍କ ହାତ ତ ବଡ଼, ତ ଆପଣ ଯଦି ଭରିଲେ ମୋତେ ଦେଖନ୍ତୁ କେତେ ଦେଇଛନ୍ତି, ମୁଁ 2 ହାତରେ ମୁଁ ଏମିତି ଧରୁଛି। କ'ଣ ଶିଖିଲେ ଏଇଠୁ? ଭଗବାନଙ୍କ ହାତ ଆପଣଙ୍କଠୁ ବହୁତ ବଡ଼, ଭଗବାନଙ୍କର ଉଦ୍ଦେଶ୍ୟ ଆପଣଙ୍କ ଉଦ୍ଦେଶ୍ୟଠୁ ବହୁତ ବଡ଼। ଯଦି ସିଏ ତାଙ୍କ ଇଚ୍ଛାରେ ଦେବେ ନା, ଆପଣଙ୍କ ପାଇଁ ବେଷ୍ଟ ହେବ। ଆପଣ ମାଗି ମାଗି କେତେ ବାଟ ମାଗିବେ? କଥାଟା ଆପଣଙ୍କୁ ଠିକ୍ ଲାଗିଥିବ, ନିହାତି ଆପଣ କମେଣ୍ଟ କରିବେ, ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ଓମ୍ ସାଇରାମ।